ଓମ୍ ଶାନ୍ତି ଓମ୍ ଶାନ୍ତି। 29 ଜୁଲାଇ 2025ର ମହାବାକ୍ୟ। ବାବା କହିଛନ୍ତି, ମିଠେ ବଚ୍ଚି, ଯେବେଠାରୁ ଶରୀରରେ ଆତ୍ମା ପ୍ରବେଶ କରେ ସେବେଠାରୁ ଏହି ଶରୀର ମୂଲ୍ୟବାନ ହୋଇଯାଏ। କିନ୍ତୁ ଶରୀରକୁ ଶୃଙ୍ଗାର କରାଯାଏ, ଆତ୍ମାକୁ ନୁହେଁ। ଆଜିର ପ୍ରଶ୍ନ ଅଛି, ତୁମମାନଙ୍କର କର୍ତ୍ତବ୍ୟ କ'ଣ? ତୁମକୁ କେଉଁ ସେବା କରିବା ଉଚିତ? ତୁମମାନଙ୍କର କର୍ତ୍ତବ୍ୟ କ'ଣ? ତୁମକୁ କେଉଁ ସେବା କରିବା ଉଚିତ? ଉତ୍ତର, ତୁମର କର୍ତ୍ତବ୍ୟ ହେଉଛି ନିଜର ହମଜିନ୍ସ ଅର୍ଥାତ୍ ସମବର୍ଗୀ ବା ସମସାଥୀମାନଙ୍କୁ ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବାର ଉପାୟ ବତାଇବା। ତୁମକୁ ଏବେ ଭାରତର ପ୍ରକୃତ ଆତ୍ମିକ ସେବା କରିବାକୁ ହେବ। ଯେହେତୁ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ତୁମର ବୁଦ୍ଧି ଏବଂ ଚାଲିଚଳନ ବହୁତ ରିଫାଇନ୍ ଅର୍ଥାତ୍ ମାର୍ଜିତ ହେବା ଉଚିତ। କାହା ପ୍ରତି ସାମାନ୍ୟତମ ମଧ୍ୟ ମୋହ ନ ରହୁ। ଗୀତ ଅଛି, ନୟନହୀନ କୋ ରାହ ଦିଖାଓ। ଓମ୍ ଶାନ୍ତି। ଡବଲ ଶାନ୍ତି। ତୁମମାନଙ୍କୁ ଓମ୍ ଶାନ୍ତିର ପ୍ରତ୍ୟୁତ୍ତରରେ ଓମ୍ ଶାନ୍ତି କହିବା ଉଚିତ। ଆମର ସ୍ୱଧର୍ମ ହେଉଛି ଶାନ୍ତି। ତୁମେ କ'ଣ ଏବେ ଶାନ୍ତି ପାଇଁ କେଉଁଆଡ଼େ ଯିବ କି? ମନୁଷ୍ୟ ମନର ଶାନ୍ତି ପାଇଁ ସାଧୁ ସନ୍ଥମାନଙ୍କ ପାଖକୁ ମଧ୍ୟ ଯାଇଥାନ୍ତି ନା? ତେବେ ମନୋବୁଦ୍ଧି ତ ଆତ୍ମାର ଅଙ୍ଗ ଅଟେ। ଯେପରି ଏହି ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ରହିଛି, ସେହିପରି ଆତ୍ମାରେ ମଧ୍ୟ ମନ, ବୁଦ୍ଧି ଏବଂ ଜ୍ଞାନ ଚକ୍ଷୁ ରହିଛି। ଜ୍ଞାନ ନେତ୍ର ଏହି ସ୍ଥୂଳ ଚକ୍ଷୁ ପରି ନୁହେଁ। କହୁଛନ୍ତି, ହେ ପ୍ରଭୁ, ନୟନହୀନକୁ ବାଟ ବତାଅ। ତେବେ ପ୍ରଭୁ ଅଥବା ଈଶ୍ୱର କହିବା ଦ୍ୱାରା ପିତୃସ୍ନେହର କୌଣସି ଅନୁଭୂତି ହେଉନାହିଁ। ପିତାଙ୍କ ଠାରୁ ତ ପିଲାମାନଙ୍କୁ ସମ୍ପତ୍ତି ମିଳିଥାଏ। ଏଠାରେ ତ ତୁମେ ବାବାଙ୍କ ସମ୍ମୁଖରେ ବସିଛ, ପଢ଼ୁଛ ମଧ୍ୟ। ତୁମକୁ କିଏ ପାଠ ପଢ଼ାଉଛନ୍ତି? ତୁମେ ଏପରି କହିବ ନାହିଁ ଯେ ପରମାତ୍ମା ଅଥବା ପ୍ରଭୁ ପାଠ ପଢ଼ାଉଛନ୍ତି। ତୁମେ କହିବ, ଶିବ ବାବା ପାଠ ପଢ଼ାଉଛନ୍ତି। ବାବା ଅକ୍ଷର ତ ବିଲକୁଲ ସହଜ ଓ ମଧୁର। ସେ ବାପଦାଦା ମଧ୍ୟ। ଆତ୍ମାକୁ ଆତ୍ମା ହିଁ କୁହାଯାଏ। ଏମିତି ତ ସେ ପରମ ଆତ୍ମା ହିଁ ଅଟନ୍ତି। ସେ କହୁଛନ୍ତି, ମୁଁ ପରମ ଆତ୍ମା ଅର୍ଥାତ୍ ପରମାତ୍ମା ତୁମର ପିତା ଅଟେ। ପୁଣି ମୋର ଡ୍ରାମା ଅନୁସାରେ ନାମ ରଖାଯାଇଛି ଶିବ। ଡ୍ରାମାରେ ସମସ୍ତଙ୍କର ନାମ ମଧ୍ୟ ଦରକାର ନା? ଶିବଙ୍କର ମନ୍ଦିର ମଧ୍ୟ ରହିଛି। ଭକ୍ତି ମାର୍ଗରେ ତ ଗୋଟିଏ ନାମ ବଦଳରେ ଅନେକ ନାମ ରଖିଦେଇଛନ୍ତି ଏବଂ ଅନେକ ମନ୍ଦିର ତିଆରି କରି ଚାଲିଛନ୍ତି। ଜିନିଷ ତ ଗୋଟିଏ। ସୋମନାଥଙ୍କର ମନ୍ଦିର କେତେ ବଡ଼ ତିଆରି ହୋଇଛି। ମନ୍ଦିରକୁ କେତେ ସଜାଉଛନ୍ତି, ମହଲ ଆଦିକୁ ମଧ୍ୟ କେତେ ସଜାଉଛନ୍ତି। ଆତ୍ମାର ତ କୌଣସି ସାଜସଜ୍ଜା ହୁଏ ନାହିଁ। ସେହିପରି ପରମାତ୍ମାଙ୍କର ମଧ୍ୟ କୌଣସି ସାଜସଜ୍ଜା ନାହିଁ। ସେ ହେଉଛନ୍ତି ବିନ୍ଦୁ। ବାକି ଯାହା କିଛି ସଜା ଯାଉଛି, ତାହା ଶିବଙ୍କର ମନ୍ଦିର ମଧ୍ୟ ରହିଛି। ଭକ୍ତି ମାର୍ଗରେ ତ ଗୋଟିଏ ନାମ ବଦଳରେ ଅନେକ ନାମ ରଖିଦେଇଛନ୍ତି ଏବଂ ଅନେକ ମନ୍ଦିର ତିଆରି କରି ଚାଲିଛନ୍ତି। ଜିନିଷ ତ ଗୋଟିଏ। ସୋମନାଥଙ୍କର ମନ୍ଦିର କେତେ ବଡ଼ ତିଆରି ହୋଇଛି। ମନ୍ଦିରକୁ କେତେ ସଜାଉଛନ୍ତି, ମହଲ ଆଦିକୁ ମଧ୍ୟ କେତେ ସଜାଉଛନ୍ତି। ଆତ୍ମାର ତ କୌଣସି ସାଜସଜ୍ଜା ହୁଏ ନାହିଁ। ସେହିପରି ପରମାତ୍ମାଙ୍କର ମଧ୍ୟ କୌଣସି ସାଜସଜ୍ଜା ନାହିଁ। ସେ ହେଉଛନ୍ତି ବିନ୍ଦୁ। ବାକି ଯାହା କିଛି ସଜାଯାଉଛି, ତାହା ଶରୀରମାନଙ୍କର ସାଜସଜ୍ଜା। ବାବା କହୁଛନ୍ତି ନା, ମୋର ଶୃଙ୍ଗାର ହେଉଛି ନା? ଆତ୍ମାର ଶୃଙ୍ଗାର ହେଉଛି। ଆତ୍ମା ହେଉଛି ବିନ୍ଦୁ। ଶରୀର ବିନା ଏତେ ଛୋଟ ବିନ୍ଦୁ ତ କୌଣସି ଅଭିନୟ କରିପାରିବ ନାହିଁ। ସେହି ଛୋଟ ଆତ୍ମାଟି ଶରୀରରେ ପ୍ରବେଶ କରୁଥିବାରୁ ଶରୀରକୁ କେତେ ପ୍ରକାରରେ ସଜାଯାଉଛି। ମନୁଷ୍ୟମାନଙ୍କର କେତେ ପ୍ରକାରର ନାମ ରହିଛି। ରାଜା ରାଣୀଙ୍କୁ କିପରି ସଜାଯାଉଛି। ଆତ୍ମା ତ ସାଧାରଣ ବିନ୍ଦୁ ହିଁ ଅଟେ। ଏବେ ତୁମେ ପିଲାମାନେ ଏସବୁକୁ ବୁଝି ସାରିଛ। ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ। ବାବା କହୁଛନ୍ତି, ମୋ ଠାରେ ମଧ୍ୟ ଜ୍ଞାନ ଅଛି ନା? ଶରୀରରେ କ'ଣ ଜ୍ଞାନ ଥାଏ କି? ମୋ ଆତ୍ମାରେ ହିଁ ଜ୍ଞାନ ଥାଏ। ତୁମକୁ ଶୁଣାଇବା ପାଇଁ ମୋତେ ଏହି ଶରୀର ନେବାକୁ ପଡ଼ିଥାଏ। ଶରୀର ବିନା ତ ତୁମେ ଶୁଣିପାରିବ ନାହିଁ।
ଏହି ଗୀତ ଲେଖାଯାଇଛି ନୟନହୀନକୁ ରାସ୍ତା ବତାଅ। କ'ଣ ଶରୀରକୁ ମାର୍ଗଦର୍ଶନ ଦିଆଯିବ? ନା, ଆତ୍ମାକୁ। ଆତ୍ମା ହିଁ ଡାକୁଛି। ଶରୀରର ତ ଦୁଇଟି ନେତ୍ର ରହିଛି, ତିନୋଟି ନେତ୍ର ତ ହୋଇପାରିବ ନାହିଁ। ତୃତୀୟ ନେତ୍ର ଅର୍ଥାତ୍ ମସ୍ତକରେ ତିଳକ ମଧ୍ୟ ଲଗାଉଛନ୍ତି। କେହି କେବଳ ବିନ୍ଦୁ ସଦୃଶ ଦିଅନ୍ତି, କେହି ଗାରେ ଟାଣନ୍ତି। ବିନ୍ଦୁ ତ ଆତ୍ମା ଅଟେ, ବାକି ଜ୍ଞାନର ତୃତୀୟ ନେତ୍ର ମିଳୁଛି। ଆତ୍ମାରେ ପୂର୍ବରୁ ଏହି ଜ୍ଞାନର ତୃତୀୟ ନେତ୍ର ନଥିଲା। କୌଣସି ମନୁଷ୍ୟଙ୍କ ପାଖରେ ତିଳେ ହେଲେ ଏହି ଜ୍ଞାନ ନାହିଁ। ସେଥିପାଇଁ ଜ୍ଞାନ ନେତ୍ରହୀନ କୁହାଯାଉଛି। ବାକି ସ୍ଥୂଳ ନେତ୍ର ତ ସମସ୍ତଙ୍କର ଅଛି। ସମଗ୍ର ଦୁନିଆରେ ତୃତୀୟ ନେତ୍ର କାହାର ନାହିଁ। ତୁମେ ସର୍ବୋତ୍ତମ ବ୍ରାହ୍ମଣ କୁଳର ଅଟ। ତୁମେ ଜାଣିଛ ଭକ୍ତି ମାର୍ଗ ଏବଂ ଜ୍ଞାନ ମାର୍ଗରେ କେତେ ଫରକ ରହିଛି। ତୁମେ ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣି ଚକ୍ରବର୍ତ୍ତୀ ରାଜା ହେଉଛ। ଯେପରି ICS ଯୋଗ୍ୟତାଧାରୀ ମଧ୍ୟ ବହୁତ ଉଚ୍ଚ ପଦ ପାଇଥାନ୍ତି, କିନ୍ତୁ ଏଠାରେ ପାଠପଢ଼ା ଦ୍ୱାରା କେହି ସାଂସଦ ଆଦି ହେଉନାହାନ୍ତି। ଏଠାରେ ତ ନିର୍ବାଚନ ହେଉଛି, ଭୋଟ ଦ୍ୱାରା ସାଂସଦ ଆଦି ହେଉଛନ୍ତି। ଏବେ ତୁମକୁ ବାବାଙ୍କର ଶ୍ରୀମତ ମିଳୁଛି। ଆଉ କେହି ଏପରି କହିପାରିବେ ନାହିଁ ଯେ ମୁଁ ଆତ୍ମାକୁ ମତ ଦେଉଛି। ସେମାନେ ସମସ୍ତେ ହେଲେ ଦେହ ଅଭିମାନୀ। ବାବା ହିଁ ଆସି ଦେହୀ ଅଭିମାନୀ ହେବା ଶିଖାଉଛନ୍ତି। ସମସ୍ତେ ଦେହ ଅଭିମାନୀ ଅଟନ୍ତି। ମନୁଷ୍ୟ ଶରୀରକୁ କେତେ ଚାକଚକ୍ୟରେ ରଖୁଛନ୍ତି। ଏଠାରେ ତ ବାବା ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି। ଶରୀର ବିନାଶୀ, ପଇସାକର ମୂଲ୍ୟ ନୁହେଁ। ଜୀବଜନ୍ତୁଙ୍କର ତ ହେଲେ ଚମଡ଼ା ଆଦି ବିକ୍ରି ହୋଇଥାଏ। ମନୁଷ୍ୟମାନଙ୍କର ଶରୀର ତ କୌଣସି କାମରେ ଆସୁନାହିଁ। ଏବେ ବାବା ଆସି ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ କରୁଛନ୍ତି। ତୁମେ ପିଲାମାନେ ଜାଣିଛ ଯେ ଏବେ ଆମେ ଦେବତା ହେବାକୁ ଯାଉଛୁ, ତେଣୁ ଏହି ନିଶା ଚଢ଼ି ରହିବା ଉଚିତ। କିନ୍ତୁ ଏହି ନିଶା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହୁଛି। ଧନର ମଧ୍ୟ ନିଶା ରହିଥାଏ ନା। ଏବେ ତୁମେ ପିଲାମାନେ ବହୁତ ଧନବାନ ହେଉଛ। ତୁମର ବହୁତ ରୋଜଗାର ହେଉଛି। ତୁମର ମହିମା ମଧ୍ୟ ଅନେକ ପ୍ରକାରରେ ରହିଛି। ତୁମେ ଫୁଲର ବଗିଚା ତିଆରି କରୁଛ। ସତ୍ୟଯୁଗକୁ ଗାର୍ଡେନ୍ ଅଫ୍ ଫ୍ଲାୱାର ଅର୍ଥାତ୍ ଫୁଲର ବଗିଚା କୁହାଯାଉଛି। ଏହାର ଚାରା କେବେ ଲାଗୁଛି, ଏକଥା ମଧ୍ୟ କାହାକୁ ଜଣା ନାହିଁ। ତୁମକୁ ବାବା ବୁଝାଉଛନ୍ତି, ମୋତେ ଡାକୁଛନ୍ତି ମଧ୍ୟ, ହେ ଭଗବାନ ଅର୍ଥାତ୍ ବଗିଚାର ମାଲିକ ଆସ। ତାଙ୍କୁ ମାଳି କୁହାଯିବ ନାହିଁ। ସେଣ୍ଟର ସମ୍ଭାଳୁଥିବା ସନ୍ତାନମାନେ ମାଳି ଅଟନ୍ତି। ଅନେକ ପ୍ରକାରର ମାଳି ରହିଛନ୍ତି। ଭଗବାନ ଜଣେ ହିଁ ଅଟନ୍ତି। ମୋଗଲ ଗାର୍ଡେନର ମାଳିକୁ ଦରମା ମଧ୍ୟ ବହୁତ ମିଳୁଥିବ ନା। ଏତେ ସୁନ୍ଦର ବଗିଚା ତିଆରି କରୁଛନ୍ତି ଯେ ସମସ୍ତେ ଦେଖିବାକୁ ଆସୁଛନ୍ତି। ମୋଗଲମାନେ ବହୁତ ସୌଖିନ ଥିଲେ। ତାଙ୍କର ସ୍ତ୍ରୀ ମରିଗଲା, ତେଣୁ ତାଜମହଲ ତିଆରି କରିଦେଲେ, ଯାହାଙ୍କର ନାମ ପ୍ରଚଳିତ ହୋଇ ଆସୁଛି। କେତେ ଭଲ ଭଲ ସ୍ମୃତି ଚିହ୍ନ ତିଆରି କରିଛନ୍ତି। ତେଣୁ ବାବା ବୁଝାଉଛନ୍ତି, ମନୁଷ୍ୟଙ୍କର କେତେ ମହିମା ହେଉଛି। ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି। ଲଢ଼େଇରେ ଢେରକୁ ଢେର ମନୁଷ୍ୟ ମରୁଛନ୍ତି। ପୁଣି କ'ଣ କରୁଛନ୍ତି? ସେ ଶବକୁ କିରୋସିନ, ପେଟ୍ରୋଲ ପକାଇ ଖଲାସ କରିଦେଉଛନ୍ତି। କେହି ତ ସେମିତି ପଡ଼ି ରହିଥାନ୍ତି। କବର ଦେବା ମଧ୍ୟ ସମ୍ଭବ ହୁଏ ନାହିଁ। କେହି ପଚାରନ୍ତି ନାହିଁ। ତେବେ ଏବେ ତୁମକୁ କେତେ ନାରାୟଣୀ ନିଶା ଚଢ଼ିବା ଉଚିତ। ଏହା ହେଉଛି ବିଶ୍ୱର ମାଲିକପଣର ନିଶା। ଏହା ସତ୍ୟନାରାୟଣର କଥା ଅଟେ। ତେବେ ନିଶ୍ଚୟ ନାରାୟଣ ହିଁ ହେବ। ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ଯାହାକି ବାବା ହିଁ ଦେଉଛନ୍ତି। ତୃତୀୟ ନେତ୍ରର କଥା ମଧ୍ୟ ରହିଛି। ଏସବୁର ଅର୍ଥ ବାବା ବସି ବୁଝାଉଛନ୍ତି। କଥା ଶୁଣାଇଲା ବାଲା କିଛି ହେଲେ ଜାଣିନାହାନ୍ତି। ଅମର କଥା ମଧ୍ୟ ଶୁଣାଇଥାନ୍ତି। କେତେ ଦୂର ଅମରନାଥ ଯାତ୍ରା ପାଇଁ ଯାଉଛନ୍ତି। ବାବା ତ ଏଠାକୁ ଆସି ଶୁଣାଉଛନ୍ତି, ଉପରେ ତ ଶୁଣାଉନାହାନ୍ତି। ସେଠାରେ କ'ଣ ବସି ପାର୍ବତୀଙ୍କୁ ଅମରନାଥ ଶୁଣାଇଥିଲେ କି? ଏହିପରି ଯେଉଁ କଥା ସବୁ ଲେଖିଛନ୍ତି, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ପୁଣି ମଧ୍ୟ ହେବ। ବାବା ବସି ତୁମକୁ ଭକ୍ତି ଏବଂ ଜ୍ଞାନର ପ୍ରଭେଦ ବତାଉଛନ୍ତି। ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। କହୁଛନ୍ତି ନା, ହେ ପ୍ରଭୁ ଅନ୍ଧମାନଙ୍କୁ ରାସ୍ତା ବତାଅ। ଭକ୍ତି ମାର୍ଗରେ ଡାକୁଛନ୍ତି। ବାବା ଆସି ତୃତୀୟ ନେତ୍ର ଦେଉଛନ୍ତି। ଏକଥା ତୁମ ବ୍ୟତୀତ କାହାକୁ ବି ଜଣା ନାହିଁ। ଜ୍ଞାନର ତୃତୀୟ ନେତ୍ର ନଥିଲେ କୁହାଯିବ ଚୁଞ୍ଚା ଧୁନ୍ଧକାରୀ ଅର୍ଥାତ୍ ଦୃଷ୍ଟି କାହାର କିପରି ହୋଇଥାଏ ନା। ଯଦ୍ୱାରା ତାମସିକ ଆଚରଣ କରିଥାନ୍ତି। କାହାର ବହୁତ ସୁନ୍ଦର ଆଖି ହୋଇଥାଏ।
ଏଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥାଏ। ପୁଣି ମିସ୍ ଇଣ୍ଡିଆ, ମିସ୍ ଅମୁକ ନାମ ଦିଆଯାଏ। ତୁମକୁ ଏବେ ବାବା କ'ଣରୁ କ'ଣ କରୁଛନ୍ତି? ସେଠାରେ ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ। କୃଷ୍ଣଙ୍କର ଏତେ ମହିମା କାହିଁକି ହେଉଛି? କାହିଁକି ନା ସବୁଠାରୁ ଅଧିକ ସୁନ୍ଦର ହୋଇଥାନ୍ତି। ସର୍ବପ୍ରଥମେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରୁଛନ୍ତି। ସେଥିପାଇଁ ପ୍ରଥମ ନମ୍ବରରେ ଗାୟନ ରହିଛି। ଏକଥା ମଧ୍ୟ ବାବା ବସି ବୁଝାଉଛନ୍ତି। ବାବା ବାରମ୍ବାର କହୁଛନ୍ତି, ପିଲାମାନେ ମନ୍ମନା ଭବ। ହେ ଆତ୍ମାମାନେ, ନିଜର ପିତାଙ୍କୁ ମନେ ପକାଅ। ପିଲାମାନଙ୍କ ଭିତରେ ମଧ୍ୟ କ୍ରମ ଅନୁସାରେ ରହିଛନ୍ତି ନା? ଧରିନିଅ ଲୌକିକ ପିତାଙ୍କର 5ଟି ସନ୍ତାନ ଅଛନ୍ତି। ତାଙ୍କ ଭିତରେ ଯିଏ ବହୁତ ବୁଦ୍ଧିମାନ ହୋଇଥିବେ ତାଙ୍କୁ ନମ୍ବର 1ରେ ରଖିବେ। ମାଳାର ଦାନ ହେଲା ନା? କୁହାଯିବ ଇଏ ଦ୍ୱିତୀୟ, ଇଏ ତୃତୀୟ ନମ୍ବର ଅଟେ। ଏକାପରି କେବେ କେହି ହୋଇପାରିବେ ନାହିଁ। ବାବାଙ୍କର ସ୍ନେହ ମଧ୍ୟ କ୍ରମାନୁଯାୟୀ ରହିଛି। ତାହା ହେଉଛି ହଦ୍। ଏହା ହେଉଛି ବେହଦର କଥା। ଯେଉଁ ସନ୍ତାନମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି ତାଙ୍କର ବୁଦ୍ଧି ଏବଂ ଚଳଣି ବହୁତ ମାର୍ଜିତ ହୋଇଥାଏ। ଗୋଟିଏ କିଙ୍ଗ ଅଫ୍ ଫ୍ଲାୱାର ରହିଛି, ଅର୍ଥାତ୍ ଫୁଲଙ୍କର ରାଜା। ସେହିପରି ଏହି ବ୍ରହ୍ମା ଏବଂ ସରସ୍ୱତୀ କିଙ୍ଗ କୁଇନ୍ ଫ୍ଲାୱାର, ରାଜାରାଣୀ ଫୁଲ ଅଟନ୍ତି। ଜ୍ଞାନ ଏବଂ ଯୋଗ ଉଭୟରେ ତୀକ୍ଷ୍ଣ ଅଟନ୍ତି। ତୁମେ ଜାଣିଛ, ଆମେ ଦେବତା ହେଉଛୁ। ମୁଖ୍ୟ 8 ରତ୍ନ ହେଉଛନ୍ତି। ପ୍ରଥମେ ରହିଛି ଫୁଲ, ପୁଣି ଯୁଗଳଦାନା, ବ୍ରହ୍ମା, ସରସ୍ୱତୀ। ମାଳା ସ୍ମରଣ କରିଥାନ୍ତି ନା? ବାସ୍ତବରେ ତୁମର ପୂଜନ ନାହିଁ, ସ୍ମରଣ ହେଉଛି। ତୁମ ଉପରେ ଫୁଲ ଚଢ଼ାଯାଇପାରିବ ନାହିଁ। ଆତ୍ମା ସହ ଶରୀର ପବିତ୍ର ହେଲେ ଯାଇ ଫୁଲ ଚଢ଼ାଯିବ। ଏଠାରେ କାହାର ବି ଶରୀର ପବିତ୍ର ନାହିଁ। ସମସ୍ତେ ବିକାର ରୂପୀ ବିଷରୁ ଜନ୍ମ ନେଇଛନ୍ତି। ସେଥିପାଇଁ ବିକାରୀ କୁହାଯାଉଛି। ଏହି ଲକ୍ଷ୍ମୀନାରାୟଣଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଉଛି। ସେମାନଙ୍କର ମଧ୍ୟ ପିଲା ତ ଜନ୍ମ ହେବେ ନା? ଏପରି ନୁହେଁ ଯେ କୌଣସି ଟ୍ୟୁବ୍ ଦ୍ୱାରା ପିଲା ଜନ୍ମ ହୋଇଯିବ। ଏସବୁ ମଧ୍ୟ ବୁଝିବାର କଥା। ତୁମକୁ ଏଠାରେ 7 ଦିନର ଭଟ୍ଟିରେ ବସାଯାଉଛି। ଭାଟିରେ ମଧ୍ୟ କେତେକ ଇଟା ସମ୍ପୂର୍ଣ୍ଣ ପୋଡ଼ି ହୋଇଯାଏ, କେତେକ ପୁଣି କଞ୍ଚା ରହିଯାଏ। ଭାଟିର ଉଦାହରଣ ଦିଆଯାଉଛି। ତେବେ ଇଟା ଭାଟିର ବର୍ଣ୍ଣନା ଶାସ୍ତ୍ରରେ କରାଯିବ କି? ପୁଣି ସେଥିରେ ବିଲେଇ କଥା ମଧ୍ୟ ରହିଛି। ଗୁଲବକାବଲି କାହାଣୀରେ ମଧ୍ୟ ବିଲେଇର ନାମ ଦେଖାଯାଇଛି। ଦୀପକକୁ ଲିଭାଇ ଦେଉଥିଲା। ତୁମର ମଧ୍ୟ ଏହି ଅବସ୍ଥା ହେଉଛି ନା? ମାୟା ବିଲେଇ ବିଘ୍ନ ପକାଉଛି। ତୁମ ଅବସ୍ଥାକୁ ହିଁ ତଳକୁ ଖସାଇ ଦେଉଛି। ପ୍ରଥମ ନମ୍ବର ହେଉଛି ଦେହ ଅଭିମାନ, ପୁଣି ଅନ୍ୟ ବିକାର ସବୁ ଆସିଥାନ୍ତି। ମୋହ ମଧ୍ୟ ବହୁତ ରହୁଛି। କନ୍ୟା କହୁଛି ଯେ ମୁଁ ଭାରତକୁ ସ୍ୱର୍ଗ କରିବା ପାଇଁ ରୁହାନୀ ସେବା କରିବି। ମୋହର ବଶବର୍ତ୍ତୀ ହୋଇ ମାତା ପିତା କହୁଛନ୍ତି ଆମେ ଅନୁମତି ଦେବୁ ନାହିଁ। ଏହା ମଧ୍ୟ କେତେ ମୋହ ଅଟେ। ତୁମକୁ ମୋହର ବିଲେଇ ହେବା ଉଚିତ ନୁହେଁ। ଏହା ହିଁ ତୁମର ଲକ୍ଷ୍ୟ। ବାବା ଆସି ମନୁଷ୍ୟରୁ ଦେବତା, ନରରୁ ନାରାୟଣ କରୁଛନ୍ତି। ତୁମର ମଧ୍ୟ କର୍ତ୍ତବ୍ୟ ହେଉଛି ନିଜର ସମବର୍ଗୀୟଙ୍କର ଏବଂ ଭାରତର ସେବା କରିବା। ତୁମେ ଜାଣିଛ ଆମେ କ'ଣ ଥିଲୁ, କ'ଣ ହୋଇଯାଇଛୁ। ଏବେ ପୁଣି ପୁରୁଷାର୍ଥ କର ରାଜାମାନଙ୍କର ରାଜା ହେବା ପାଇଁ। ତୁମେ ଜାଣିଛ ଆମେ ନିଜର ରାଜଧାନୀ ସ୍ଥାପନ କରୁଛୁ। କୌଣସି ଅସୁବିଧାର କଥା ନାହିଁ। ବିନାଶ ନିମନ୍ତେ ମଧ୍ୟ ଡ୍ରାମାରେ କୌଶଳ ରଚନା କରାଯାଇଛି। ପୂର୍ବରୁ ମଧ୍ୟ ମୂଷଳ ଦ୍ୱାରା ଲଢ଼େଇ ଲାଗିଥିଲା। ଯେତେବେଳେ ତୁମର ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଯିବ, ସମସ୍ତେ ଫୁଲ ହୋଇଯିବେ, ସେତେବେଳେ ବିନାଶ ହେବ। କେହି ଫୁଲମାନଙ୍କର ରାଜା, କେହି ଗୋଲାପ, କେହି ମୋତି ଫୁଲ ଅଟନ୍ତି। ପ୍ରତ୍ୟେକ ନିଜକୁ ଭଲ ଭାବରେ ବୁଝିପାରିବେ ଯେ ମୁଁ ଅରଖ ଅଟେ ଅଥବା ଭଲ ଫୁଲ ଅଟେ। ଅନେକ ପିଲା ଅଛନ୍ତି ଯେଉଁମାନଙ୍କୁ ଜ୍ଞାନର କିଛି ଧାରଣା ହେଉନାହିଁ। କ୍ରମ ଅନୁସାରେ ତ ହେବେ ନା? ସର୍ବଶ୍ରେଷ୍ଠ ହେବା ନା ସର୍ବନିମ୍ନ ହେବେ? ଏହିଠାରେ ହିଁ ରାଜଧାନୀର ତିଆରି ହେବ। ଶାସ୍ତ୍ରରେ ଦେଖାଯାଇଛି ପାଣ୍ଡବମାନେ ପାହାଡ଼ରୁ ପଡ଼ି ମୃତ୍ୟୁବରଣ କଲେ। ପୁଣି କ'ଣ ହେଲା? କିଛି ହେଲେ ଜଣା ନାହିଁ। ବହୁତ କାହାଣୀ ତିଆରି ହୋଇ ଦେଇଛନ୍ତି, କିନ୍ତୁ ସେପରି କୌଣସି କଥା ନାହିଁ। ଏବେ ତୁମ ପିଲାମାନଙ୍କର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି। ବାବା ତୁମକୁ ବହୁତ ପ୍ରକାରରେ ବୁଝାଉଛନ୍ତି। କେତେ ସହଜ ଅଟେ। କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଇବାକୁ ହେବ। ବାବା କହୁଛନ୍ତି ମୁଁ ହେଉଛି ପତିତ ପାବନ। ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ ଅଟେ। ଏବେ ଉଭୟଙ୍କୁ ପବିତ୍ର କରିବାକୁ ହେବ।
आत्मा सहित शरीर मध्य पवित्र हेउछि। एबे तुमको बहुत परिश्रम करबाकू पड़िबो। बाबा कहउछंती पिलामाने बहुत दुर्बल होई जाइछंती, मते मने पकाइबाकू भूली जाउछंती। ब्रह्मा निजे निजर अनुभव कहउछंती, भोजन समय रे मने रहुछि, शिव बाबा मते खुआउछंती पुणी भूली जाउछि, पुणी स्मृति आसुछि। तुम भितरे मध्य पुरुषार्थर क्रम अनुसार अछंती। केही तो बंधन मुक्त होई मध्य पुणी बंधन रे बांधी होई धर्मर संतान मध्य करि देउछंती। एबे तुमको ज्ञानर तृतीय नेत्र देउथिबा बाबा मिलिछंती। एहार पुणी नाम दिया जाइछि तिजरीर कथा, अर्थात तृतीय नेत्र मिलिबार कथा। एबे तुमे नास्तिकरू आस्तिक हेउछ। पिलामाने जानिछंती बाबा हेउछंती बिंदु, ज्ञानर सागर अटंती। सेमाने तो नाम रूपरू अलगा बोली कहि देउछंती। आरे सिए ज्ञानर सागर तो निश्चिंत ज्ञान सुनाइबे ना। एहांकर रूप मध्य लिंग स्वरूप दर्शाउछंती, पुणी तांको नाम रूपरू अलगा किपरि कहउछंती। शताधिक नाम रखिदेइछंती। पिलामानंकर बुद्धिरे एही समस्त ज्ञान भल भाबरे रहिबा उचित। कहउछंती मध्य परमात्मा ज्ञानर सागर अटंती। सारा जंगल को कलम करी लेखिले मध्य ज्ञानर अंत होई परिबो नाही। अच्छा, मिठा मिठा शिकिल दे संतान मानक प्रति माता पिता बापदादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानक नमस्ते। आम आत्मिक संतान मानकर आत्मिक माता पितांकु नमस्ते नमस्ते नमस्ते। धारणा पाई मुख्य सारांश पॉइंट नंबर 1 अच्छी। एबे आमे बाबांक द्वारा वर्थ पाउंड अर्थात मूल्यवान हेउछु। आमे पुणी देवता हेबु। एही नारायणी निशारे रहिबाकू हेब। बंधन मुक्त होई सेवा करिबाकू हेब। बंधन रे फसिबा अनुचित। पॉइंट नंबर 2, ज्ञान जोगरे तीक्ष्ण होई माता पिता समान फूल मानकर राजा हेबा उचित एवं निज समवर्गीय मानकर मध्य सेवा करिबाकू हेब। आजिर वरदान, निजर सर्व संपत्ति को अन्य आत्मा मानकर सेवारे लगाई सहयोगी होथिबा सहज जोगी हुआ। निजर सर्व संपत्ति को अन्य आत्मा मानकर सेवारे लगाई सहयोगी हेउथिबा सहज जोगी हुआ। सहज जोगी हेबार साधन हेला सर्वदा निजको संकल्प द्वारा, वाणी द्वारा एवं प्रत्येक कार्य द्वारा विश्वर सर्व आत्मा मानक प्रति सेवाधारी मन करी सेवारे ही निजर सबु किछि लगाइबा। ब्राह्मण जीवन रे जहा किछि तुमको प्राप्त हेउछि यथा शक्ति रूपी संपत्ति, गुणर संपत्ति, ज्ञानर तथा श्रेष्ठ रोजगार करिवार समय रूपी संपत्ति जहाँ भी बाबांक ठारू प्राप्त होइछि ताको सेवारे लगाओ, अर्थात सहयोगी हुआ, तेबे सहज जोगी होइजिब। किंतु सहयोगी सिए होई पारिबो जिए संपन्न होइथिबो, कारण सहयोगी हेबा अर्थात महादानी हेबा। आजिर स्लोगान, जदि बेहदर वैरागी हेब तेबे आकर्षणर सबु संस्कार सहजरे समाप्त होइजिब। जदि बेहदर वैरागी हेब तेबे आकर्षणर सबु संस्कार सहजरे समाप्त होइजिब। अव्यक्त इशारा, संकल्प शक्ति को जमा करी श्रेष्ठ सेवार निमित्त हुआ। जेपरि निजर स्थूल कार्यर कार्यक्रम गुड़ी को दिनचर्या अनुसार निर्धार्य करुछ, सेहीपरि निजर मानसिक समर्थ स्थितिर कार्यक्रम को मध्य निर्धार्य कर। तेबे तुमर संकल्प शक्ति जमा हेबाकू लागिबो। निजर मन को जदि समर्थ संकल्प रे व्यस्त रखिबो तेबे मन को निराश हेबा पई समय मिलिबो नाही। जदि तुमर मन सर्वदा एकाग्र रहिबो तेबे आपे आपे श्रेष्ठ प्रकंपनर तरंग चतुर्दिगरे विच्छुरित हेबो, जहा द्वारा आपे आपे सेवा होई चलिबो। अच्छा, ओम शांति, ओम शांति।